ପ୍ରଜ୍ଞା ପୁସ୍ତକ ଅଧ୍ୟାୟ 17 ଅନ୍ଧକାର ତଥା ଆଲୋକ। ତୁମର ବିଚାର ମହତ୍ଵ ତଥା ନିର୍ବଚନନୀୟ, ସୁତରାଂ ଅଶିକ୍ଷିତ ଆତ୍ମାମାନେ ବିଭ୍ରାନ୍ତ ହୋଇଛନ୍ତି। ଅଧର୍ମୀମାନେ ଯେବେ ଭାବିଲେ ଯେ ପବିତ୍ର ଜନତାକୁ ସେମାନେ ନିଜର ବଶୀଭୂତ କରିଛନ୍ତି, ତେବେ ସେମାନେ ନିଜେ ଅନ୍ଧକାରର ଦାସ ତଥା ସୁଦୀର୍ଘ ରାତ୍ରିର ବନ୍ଦୀ ହେଲେ। ଶାଶ୍ୱତ ପରିଚାଳନାରୁ ବହିଷ୍କୃତ ହୋଇ ସେମାନେ ନିଜର ଛାତ ତଳେ ରୁଦ୍ଧ ହେଲେ। ସେମାନେ ସଂକଳ୍ପ କଲେ ଯେ ବିସ୍ମୃତିର ତମସାଚ୍ଛନ୍ନ ଯବନିକାରୁ ପଶ୍ଚାତ ଭାଗରେ ନିଜର ଗୁପ୍ତ ପାପ ସମୂହ ଅଲକ୍ଷିତ ହୋଇ ରହିବ। ତଥାପି ସେମାନେ ବିକ୍ଷିପ୍ତ ହେଲେ, ଭୟଚକିତ ହେଲେ ଓ ଭୂତାତ୍ମାମାନଙ୍କ ଦର୍ଶନ ଦ୍ୱାରା ଆତଙ୍କିତ ହେଲେ। ଯାହାର ଅନ୍ତରାଳରେ ସେମାନେ ଅବସ୍ଥାନ କରିଥିଲେ, ସେହି ଅନ୍ତର ପ୍ରକୋଷ୍ଠ ମଧ୍ୟ ସେମାନଙ୍କ ଭୟକୁ ନିବାରଣ କଲା ନାହିଁ। ବରଂ ସେମାନଙ୍କ ଚତୁଃପାର୍ଶ୍ୱରେ ଭୟାବହ ଶବ୍ଦ ଧ୍ୱନିତ ହେଲା ଓ କୁତ୍ସିତ ମୁଖ ବିଶିଷ୍ଟ ଭୀଷଣ ପ୍ରେତାତ୍ମା ସେମାନଙ୍କ ସମ୍ମୁଖରେ ଦେଖାଦେଲା। ସେମାନଙ୍କୁ ଲୋକ ପ୍ରଦାନ କରିବା ପାଇଁ ଅଗ୍ନିରେ କୌଣସି ଶକ୍ତି ରହିଲା ନାହିଁ ଓ ତାରକା ପୁଞ୍ଜର ଉଜ୍ଜ୍ୱଳ ଆଲୋକ ସେହି ଘୃଣ୍ୟ ରାତିକୁ ପ୍ରଦୀପ୍ୟମାନ କଲା ନାହିଁ। ଏକ ଭୟାନକ ତଥା ସ୍ୱୟଂ ପ୍ରଜ୍ୱଳିତ ଅଗ୍ନି ବ୍ୟତୀତ ଅନ୍ୟ କିଛି ସେମାନଙ୍କ ପ୍ରତି ଦୀପ୍ତିମନ୍ତ ହେଲା ନାହିଁ। ଭୟଚକିତ ହୋଇ ସେମାନେ ବିବେଚନା କଲେ ଯେ ସେମାନଙ୍କ ଦ୍ୱାରା ଦୃଷ୍ଟ ସେହି ବସ୍ତୁ ସମୂହ ସେହି ଅଦୃଶ୍ୟ ବସ୍ତୁ ଅପେକ୍ଷା ଅଧିକ ଭୟଙ୍କର। ସେମାନଙ୍କ ଯାଦୁକରୀ ବିଦ୍ୟାର ମାୟା ନତ ହୋଇ ଭୂମିସାତ ହେଲା ଓ ଅପମାନ ପୂର୍ବକ ସେମାନଙ୍କର ଅହଙ୍କାର ଚୂର୍ଣ୍ଣ, ଜ୍ଞାନ ପରାଜିତ ହେଲା। ରୋଗ ପ୍ରପୀଡ଼ିତ ଆତ୍ମାମାନଙ୍କର ଭୟ ତଥା ଭ୍ରାନ୍ତିକୁ ବହିଷ୍କାର କରିବା ପାଇଁ ଯେଉଁମାନେ ପ୍ରତିଜ୍ଞା କରିଥିଲେ, ସେମାନେ ନିଜେ ହାସ୍ୟଜନକ ଭୟ ଦ୍ୱାରା ରୋଗାକ୍ରାନ୍ତ ହେଲେ। ସେମାନଙ୍କୁ ଭୟଭୀତ କରିବା ପାଇଁ ଯଦିଓ କିଛି ନଥିଲା, ତଥାପି ପଶୁ ସମୂହର ଭ୍ରମଣ ତଥା ସର୍ପଗୁଡ଼ିକର ସୁ ଶବ୍ଦ ଶୁଣି ସେମାନେ ଭୟତ୍ରସ୍ତ ହେଲେ। ଭୟଚକିତ ହୋଇ ସେମାନେ ବିନଷ୍ଟ ହେଲେ ଓ ଯାହାଠାରୁ କୌଣସି ସ୍ଥାନରେ ଦୂରେଇ ହୋଇ ରହି ନପାରେ, ସେହି ବାୟୁକୁ ମଧ୍ୟ ବୋଧ କରିବାକୁ ସେମାନେ ଅସ୍ୱୀକାର କଲେ। ଦୁଷ୍ଟତା ଭୀରୁତା ଅଟେ ଓ ନିଜର ସାକ୍ଷ୍ୟ ପ୍ରଦାନ ଦ୍ୱାରା ଦଣ୍ଡିତ ହୁଏ। ବିବେକ ବିରୁଦ୍ଧର ସନ୍ଦିଗ୍ଧ ଅବସ୍ଥା ଦ୍ୱାରା ବ୍ୟଥିତ ହୋଇ ତାହା ପ୍ରତିବନ୍ଧକ ସକଳକୁ ଅତିରଞ୍ଜିତ କରେ। କାରଣ ବିଚାର ଶକ୍ତିରୁ ଯେଉଁ ସାହାଯ୍ୟ ପ୍ରାପ୍ତ ହୁଏ, ତାହା ଅବହେଳା ବ୍ୟତୀତ ଭୟ ଅନ୍ୟ କିଛି ନୁହେଁ। କୌଣସି ସାହାଯ୍ୟର ପ୍ରାପ୍ତି ପାଇଁ ଆନ୍ତରିକ ପ୍ରତ୍ୟାଶା ଯେବେ ଦୁର୍ବଳ, ତେବେ ଯାହା ଯନ୍ତ୍ରଣାର କାରଣ ସେ ସମ୍ବନ୍ଧରେ ଅଜ୍ଞ ହୋଇ ରହିବାକୁ ସେହି ଭୟ ପସନ୍ଦ କରେ। କିନ୍ତୁ ଶକ୍ତି ପରିହିତ ପାତାଳ ଗର୍ଭରୁ ନିର୍ଗତ ସେହି ଶକ୍ତିହୀନ ରାତି ତମାମ ସେମାନେ ସମସ୍ତେ ସମାନ ନିଦ୍ରାରେ ନିମଗ୍ନ ହେଲେ ଓ କେତେଥର ବିକଟ ପ୍ରେତାତ୍ମାମାନଙ୍କ ଦର୍ଶନ ପାଇଁ ଭୟଚକିତ ହେଲେ ଓ ଅନ୍ୟ କେତେ ଥର ହତୋତ୍ସାହିତ ହୋଇ ଅବଶ ହେଲେ, କାରଣ ଆକସ୍ମିକ ତଥା ଅପ୍ରତୀକ୍ଷିତ ଭୟ ସେମାନଙ୍କୁ ଗ୍ରାସ କଲା। ଯେକୌଣସି ବ୍ୟକ୍ତି ସେଠାରେ ଥିଲା, ସେ ନିପତିତ ହେଲା। ଏହି ପ୍ରକାରେ ଲୌହ ନିର୍ମିତ ନଥିବା ଏକ କାରାଗାରରେ ସେ ରୁଦ୍ଧ ହେଲା। କୃଷକ କିମ୍ବା ମେଷପାଳକ ଅଥବା ସମାନ ଭାବେ କାର୍ଯ୍ୟ କରିଥିବା କୌଣସି କାରିଗର ଯେ କେହି ହେଉନାହାନ୍ତି କାହିଁକି, ଧରାଯାଏ ସେ ଅବଶ୍ୟମ୍ଭାବୀ ଶାସ୍ତି ଭୋଗ କଲା, କାରଣ ସେମାନେ ସମସ୍ତେ ଅନ୍ଧକାରର ଏକମାତ୍ର ଶିକୁଳି ଦ୍ୱାରା ଆବଦ୍ଧ ହେଲେ। ବାୟୁର ସୁଷୁରି ଶବ୍ଦ, ବୃକ୍ଷଗୁଡ଼ିକର ଦୀର୍ଘ ବିସ୍ତୃତ ଶାଖାପ୍ରଶାଖାରେ ପକ୍ଷୀମାନଙ୍କର ମୂର୍ଚ୍ଛନାମୟ ସ୍ୱର, ଦ୍ରୁତ ପ୍ରବାହିତ ଜଳର ତାଳ, ଶୈଳସ୍ଖଳନର କର୍କଶ ଶବ୍ଦ, ଲମ୍ଫ ଦେଉଥିବା
ପଶୁମାନଙ୍କର ଅଦୃଶ୍ୟ ଦୌଡ଼, ହିଂସ୍ର ଜନ୍ତୁଗୁଡ଼ିକର ଭୀଷଣ ଗର୍ଜନ କିମ୍ବା ପର୍ବତ ଗହ୍ୱର ମଧ୍ୟରୁ ପ୍ରତିଧ୍ୱନିତ ସ୍ୱର ପ୍ରଭୃତି ଯେ କୌଣସି ନିନାଦ ସେମାନଙ୍କୁ ଭୟ କରେ ସ୍ତମ୍ଭୀଭୂତ କଲା। ସମସ୍ତ ବିଶ୍ୱ ଯେତେବେଳେ ଉଜ୍ଜଳ ଆଲୋକରେ ଦୀପ୍ତିମୟ ଥିଲା ଓ ନିର୍ବିଘ୍ନ ଭାବେ କାର୍ଯ୍ୟ କରୁଥିଲା, ସେତେବେଳେ ଯେଉଁ ତମସା ସେମାନଙ୍କୁ ଗ୍ରହଣ କରିବା ପାଇଁ ନିରୂପିତ ହୋଇଥିଲା, ତାହାର ପ୍ରତିବିମ୍ବ ସଦୃଶ ହୋଇଥିବା ଏକ ନିବିଡ଼ ରାତ୍ରି ସେମାନଙ୍କ ଉପରେ ବ୍ୟାପ୍ତ ହେଲା। କିନ୍ତୁ ସେମାନେ ନିଜେ ନିଜ ପ୍ରତି ସେହି ଅନ୍ଧକାର ଅପେକ୍ଷା ଅଧିକ ନିବିଡ଼ ତମସାବଦ୍ଧ ହେଲେ। ଅଧ୍ୟାୟ 18। କିନ୍ତୁ ତୁମର ସନ୍ଥ ଜନଙ୍କ ପ୍ରତି ଏକ ମହାନ ଜ୍ୟୋତି ପ୍ରଦୀପ୍ୟମାନ ହେଲା। ଶତ୍ରୁମାନେ ସେମାନଙ୍କର ଶବ୍ଦ ଶୁଣିଲେ, କିନ୍ତୁ ସେମାନଙ୍କର ରୂପ ଦେଖିବାକୁ ପାଇଲେ ନାହିଁ ଓ ଯାତନା ଦ୍ୱାରା ଉତ୍ପୀଡ଼ିତ ନ ହେବାରୁ ସେମାନେ ନିଜକୁ ମଧ୍ୟ ବିବେଚନା କଲେ। ଯଦିଓ ତୁମର ସନ୍ଥଜନ ପୂର୍ବରେ ଅତ୍ୟାଚାରିତ ହୋଇଥିଲେ, ତଥାପି ସେମାନେ ଯେ କୌଣସି ମନ୍ଦ କାର୍ଯ୍ୟ ପ୍ରତିଦାନ ଦେଇନାହାନ୍ତି, ଏହା ଦେଖି ଶତ୍ରୁମାନେ କୃତଜ୍ଞତା ପ୍ରକାଶ କଲେ ଓ ନିଜର ପୂର୍ବ ଶତ୍ରୁତା ପ୍ରତି କ୍ଷମା ଭିକ୍ଷା କଲେ। ସୁତରାଂ ତୁମ ସହଜନମାନଙ୍କର ସେହି ଅପରିଚିତ ଯାତ୍ରା ପଥରେ ତୁମେ ସେମାନଙ୍କୁ ଚଳନ୍ତ ଅଗ୍ନିସ୍ତମ୍ଭ ଜରିଆରେ ପଥ ପ୍ରଦର୍ଶନ କରାଇଲ ଓ ସେମାନଙ୍କର ମହିମାମଣ୍ଡିତ ଭ୍ରମଣ ପାଇଁ ମୃଦୁ ସୂର୍ଯ୍ୟ କିରଣ ଆଲୋକିତ କରାଇଲ, ଯେଉଁମାନଙ୍କ ମାଧ୍ୟମରେ ସଂସାରକୁ ବିଦାୟର ଅକ୍ଷୟ ଜ୍ୟୋତି ପ୍ରଦତ୍ତ ହେବା ପାଇଁ ନିରୂପିତ ହୋଇଥିଲା। ସେହି ତୁମ ପୁତ୍ରମାନଙ୍କୁ ଯେଉଁମାନେ କାରାରୁଦ୍ଧ କରିଥିଲେ, ସେମାନଙ୍କର ସେହି ଶତ୍ରୁମାନେ ଆଲୋକରୁ ବଞ୍ଚିତ ହୋଇ କାରାରୁଦ୍ଧ ହେବା ସେମାନଙ୍କ ଉପଯୁକ୍ତ ପ୍ରାପ୍ୟ ଥିଲା। ପ୍ରଥମଜାତ ପୁତ୍ରମାନଙ୍କର ନିଧନ। ତୁମ ସନ୍ଥଜନଙ୍କର ଶିଶୁମାନଙ୍କୁ ନିଧନ କରିବା ପାଇଁ ସେମାନେ ଯେବେ ସ୍ଥିର କଲେ, ତେବେ ସେପରି ଉପଦ୍ରବ ପାଇଁ ଉଦ୍ଦିଷ୍ଟ ଶିଶୁମାନଙ୍କ ମଧ୍ୟରୁ ଜଣକୁ ତୁମେ ରକ୍ଷା କଲ। ତାହା ପରିବର୍ତ୍ତେ ତାର ଶାସ୍ତି ବିଧାନ ସଦୃଶ୍ୟରେ ତୁମେ ସେମାନଙ୍କର ସଂଖ୍ୟାଧିକ ଶିଶୁମାନଙ୍କୁ ନିଶ୍ଚିହ୍ନ କଲ ଓ ଏକ ମହାଜଳ ପ୍ରଳୟ ମାଧ୍ୟମରେ ତୁମେ ସେମାନଙ୍କୁ ସମ୍ମିଳିତ ଭାବେ ବିନାଶ କଲ। ସେମାନେ ଯେଉଁ ପ୍ରତିଶ୍ରୁତିରେ ଆସ୍ଥା ସ୍ଥାପନ କରିଥିଲେ, ତାହା ସମ୍ପୂର୍ଣ୍ଣ ଜ୍ଞାନରେ ଯେପରି ଆନନ୍ଦିତ ହୁଏ, ସେଥିପାଇଁ ଆମ ପିତୃପୁରୁଷମାନଙ୍କୁ ତୁମେ ବହୁ ପୂର୍ବରୁ ସେହି ରାତ୍ରି ସମ୍ବନ୍ଧରେ ପୂର୍ବ ସୂଚନା ଦେଇଥିଲ। ନୀତିନିଷ୍ଠମାନଙ୍କର ମୁକ୍ତି ଓ ସେମାନଙ୍କ ଶତ୍ରୁମାନଙ୍କର ବିନାଶ ପାଇଁ ତୁମ ସ୍ୱଜନ ପ୍ରତୀକ୍ଷା କରିଥିଲେ। କାରଣ ଯେଉଁ ଉପାୟରେ ତୁମେ ଆମ ଶତ୍ରୁମାନଙ୍କୁ ଶାସ୍ତି ଦେଲ, ତାହା ଜରିଆରେ ଆହ୍ୱାନ କରି ତୁମେ ଆମକୁ ତୁମ ସ୍ୱଜନ ରୂପେ ମହିମାନ୍ୱିତ କଲ। ସନ୍ଥଜନ ଯେପରି ଆଶୀଷ ତଥା ବିପଦର ସହ ଅଂଶୀଦାର ହୁଅନ୍ତି, ସେଥିପାଇଁ ଉତ୍ତମ ବ୍ୟକ୍ତିମାନଙ୍କ ପବିତ୍ର ସନ୍ତାନଗଣ ଗୋପନରେ ନୈବେଦ୍ୟ ଉତ୍ସର୍ଗ କଲେ ଓ ଦିବ୍ୟ ବିଧାନର ଅନୁଗାମୀ ହେବା ପାଇଁ ଏକ ସ୍ୱରରେ ସମ୍ମତି ପ୍ରକାଶ କଲେ। ସେମାନେ ପିତୃପୁରୁଷମାନଙ୍କ ଭଳି ସ୍ତୁତିଗାନରେ ବ୍ୟାପୃତ ହେଲେ, କିନ୍ତୁ ସେମାନଙ୍କ ଶତ୍ରୁମାନଙ୍କର ଶ୍ରୁତିକଟୁ କ୍ରନ୍ଦନ ସ୍ୱର ପ୍ରତିଧ୍ୱନିତ ହେଲା ଓ ସେମାନଙ୍କ ସନ୍ତାନମାନଙ୍କ ସକାଶେ ସେମାନଙ୍କ ବିଳାପ ସୁଦୂରରେ ଶୁଣାଗଲା। ଦାସ ତଥା ମୁନିବ ସମତୁଲ ଶାସ୍ତି ଭୋଗ କଲେ, ରାଜା ତଥା ପ୍ରଜା ଅନୁରୂପ ବିନାଶର ସମ୍ମୁଖୀନ ହେଲେ। ସମାନ ମୃତ୍ୟୁ ଦ୍ୱାରା ନିହତ ହୋଇଥିବା ସଂଖ୍ୟାଧିକ ମୃତମାନଙ୍କୁ ସେମାନେ ପ୍ରାପ୍ତ ହେଲେ। ସେ ସମସ୍ତଙ୍କୁ ସମାଧିସ୍ଥ କରିବା ପାଇଁ ଯଥେଷ୍ଟ ଜୀବିତ ବ୍ୟକ୍ତି ନଥିଲେ, କାରଣ ଚକ୍ଷୁର ପଲକ ମାତ୍ରେ ସେମାନଙ୍କର ବହୁମୂଲ୍ୟ ସନ୍ତାନମାନେ ନିହତ ହୋଇଥିଲେ। ସେମାନଙ୍କ ଯାଦୁବିଦ୍ୟା ଯୋଗୁଁ ଯଦିଓ ସେମାନେ ସବୁକିଛିକୁ ଅବିଶ୍ୱାସ କରିଥିଲେ, ତଥାପି ସେମାନଙ୍କ ପ୍ରଥମ ପୁତ୍ରମାନେ ବିନଷ୍ଟ ହୋଇଥିବା ବେଳେ ଯେବେ ସେମାନେ ଦେଖିଲେ, ତେବେ ସେମାନେ ଅଙ୍ଗୀକାର କଲେ ଯେ ତୁମ ସ୍ୱଜନ ଈଶ୍ୱରଙ୍କ ପୁତ୍ର ଅଟନ୍ତି। ଯେତେବେଳେ ପ୍ରଶାନ୍ତ ନିସ୍ତବ୍ଧତା ସବୁ କିଛି ଉପରେ ବ୍ୟାପ୍ତ ହୋଇ ରହିଥିଲା ଓ ରାତ୍ରି ନିଜର
ଦ୍ରୁତ ଗତିର ଅର୍ଦ୍ଧାଂଶ ପଥ ଦେଇ ଗମନ କରୁଥିଲା, ସେତେବେଳେ ତୁମ ନିର୍ଭରଯୋଗ୍ୟ ଆଜ୍ଞାର ତୀକ୍ଷଣ ଖଡ଼୍ଗଧାରୀ ସଦୃଶ ସର୍ବଶକ୍ତିମାନ ବଚନ ଜଣେ ବୀର ଯୋଦ୍ଧା ସଦୃଶ ସ୍ୱର୍ଗସ୍ଥ ସିଂହାସନ ସମୀପରୁ ସେହି ବିଧ୍ୱସ୍ତ ରାଜ୍ୟକୁ ଅବତରଣ କଲା ଓ ଦଣ୍ଡାୟମାନ ହୋଇ ସମସ୍ତ ବସ୍ତୁକୁ ସେ ମୃତ୍ୟୁ ଦ୍ୱାରା ଭରିଦେଲା। ଯଦିଓ ସେ ଭୂପୃଷ୍ଠଗାମୀ, ତଥାପି ସେ ଗଗନସ୍ପର୍ଶୀ ଥିଲେ। ସ୍ୱପ୍ନ ତଥା ଭୀଷଣ ଦର୍ଶନ ସମୂହ ସହସା ସେମାନଙ୍କୁ ଅତ୍ୟଧିକ ବ୍ୟଥିତ କଲା ଓ ଅପ୍ରତୀକ୍ଷିତ ଭୟ ସେମାନଙ୍କୁ ଆକ୍ରମଣ କଲା। ଅର୍ଦ୍ଧ ପ୍ରାଣାବସ୍ଥାରେ ସେମାନେ ଇତସ୍ତତ ନିକ୍ଷିପ୍ତ ହେଲେ। କାହିଁକି ସେମାନେ ମୃତ୍ୟୁପାତ୍ର ହୋଇଛନ୍ତି, ଏହା ସେମାନେ ଜଣାଇଲେ। ସେମାନଙ୍କ ଯାତନାର କାରଣ ନ ଜାଣି ସେମାନେ ଯେପରି ମୃତ୍ୟୁ ମୁଖରେ ପତିତ ନ ହୁଅନ୍ତି, ସେଥିପାଇଁ ଯେଉଁ ସ୍ୱପ୍ନ ସବୁ ସେମାନଙ୍କୁ ବ୍ୟତିବ୍ୟସ୍ତ କରିଥିଲା, ତାହା ସେମାନଙ୍କୁ ପୂର୍ବ ଚେତାବନୀ ପ୍ରଦାନ କରାଗଲା। ନୀତିନିଷ୍ଠ ବ୍ୟକ୍ତିମାନେ ମଧ୍ୟ ମୃତ୍ୟୁର ସ୍ପର୍ଶ ଅନୁଭବ କଲେ। ମରୁ ପ୍ରାନ୍ତରେ ମହାମାରୀ ଜନତାକୁ ଆକ୍ରମଣ କଲା, କିନ୍ତୁ ସେହି କ୍ରୋଧ ଦୀର୍ଘକାଳ ବ୍ୟାପୀ ତିଷ୍ଠି ରହିଲା ନାହିଁ। କାରଣ ଜଣେ ନିର୍ଦ୍ଦୋଷୀ ବ୍ୟକ୍ତି ସହସା ସେମାନଙ୍କ ରକ୍ଷଣ ସଦୃଶ ଆଗେଇ ଆସିଲେ, ଯାହା ନିଜ ସେବା କର୍ମ ସମ୍ପାଦନର ଢାଲ ସଦୃଶ ହୋଇଥିଲା। ସେହି ପ୍ରାର୍ଥନା ତଥା ପାପ ପରିହାରର ଧୂପହସ୍ତରେ ଧାରଣ କରି ସେ ସେହି କ୍ରୋଧର ବିରୋଧ କଲେ ଓ ସେହି ବିନାଶକୁ ସମାପ୍ତ କଲେ। ଏତଦ୍ୱାରା ସେ ନିଜକୁ ତୁମର ଦାସ ସଦୃଶ ପ୍ରଦର୍ଶିତ କଲେ। ଶରୀର ବଳ କିମ୍ବା ଶସ୍ତ୍ରର ଶକ୍ତି ପ୍ରକଟନ ଦ୍ୱାରା ସେ ସେହି କ୍ରୋଧକୁ ଉପଶମିତ କଲେ ନାହିଁ, ବରଂ ଯେଉଁ ପ୍ରତିଶ୍ରୁତି ତଥା ବ୍ୟବସ୍ଥା ପିତୃପୁରୁଷମାନଙ୍କୁ ପ୍ରଦତ୍ତ ହୋଇଥିଲା, ତାହା ସ୍ମରଣ କରି ନିଜ ବାକ୍ୟ ବଳରେ ସେ ସେହି ଶାସ୍ତିଦାୟକକୁ ବଶୀଭୂତ କଲେ। ଗୋଟି ଗୋଟି କରି ମୃତ ଶରୀର ଯେବେ ଗଦା ହେଲା, ତେବେ ହସ୍ତକ୍ଷେପପୂର୍ବକ ସେ ସେହି କ୍ରୋଧକୁ ସ୍ଥଗିତ କଲେ ଓ ଜୀବିତମାନଙ୍କ ମଧ୍ୟରୁ ଅତିକ୍ରମ ନ କରିବା ପାଇଁ ମାର୍ଗ ରୁଦ୍ଧ କଲେ। କାରଣ ସପରିହିତ ଦୀର୍ଘ ପୋଷାକ ଉପରେ ସମଗ୍ର ବିଶ୍ୱ ଚିତ୍ରାଙ୍କିତ ହୋଇଥିଲା। ଗୋଟିଏ ମୁକ୍ତା ପଙ୍କ୍ତି ଉପରେ ପିତୃପୁରୁଷମାନଙ୍କର ପ୍ରତାପ ଖଚିତ ହୋଇଥିଲା ଓ ମସ୍ତକରେ ଥିବା ମୁକୁଟରେ ତୁମର ମହିମା ବିଭୂଷିତ ହୋଇଥିଲା। ସେ ସମସ୍ତକୁ ଦେଖି ଭୟ କାତର ପୂର୍ବକ ସେହି ସଂହାରକ ପଶ୍ଚାଦପଦ ହେଲା, କାରଣ କେବଳ କ୍ରୋଧର ଆସ୍ୱାଦନ ଯଥେଷ୍ଟ ଥିଲା। ଅଧ୍ୟାୟ 19 ଲୋହିତ ସାଗର ଅତିକ୍ରମ। କିନ୍ତୁ ଅଧର୍ମୀମାନଙ୍କୁ ନିର୍ଧନ କ୍ରୋଧ ଶେଷ ପର୍ଯ୍ୟନ୍ତ ଆକ୍ରମଣ କଲା, କାରଣ ଈଶ୍ୱର ବହୁ ପୂର୍ବରୁ ସେମାନଙ୍କ ଦାବି କାର୍ଯ୍ୟକଳାପ ସମ୍ବନ୍ଧରେ ଜାଣିଥିଲେ ଯେ, ଯଦିଓ ପ୍ରସ୍ଥାନ କରିବା ପାଇଁ ସେମାନେ ତୁମ ସ୍ୱଜନମାନଙ୍କୁ ଅନୁମତି ଦେଇଥିଲେ ଓ ସେମାନଙ୍କୁ ଅତି ଶୀଘ୍ର ପଠାଇ ଦେଇଥିଲେ, ତଥାପି ସେମାନେ ନିଜ ମନ ପରିବର୍ତ୍ତନ କରି ସେମାନଙ୍କର ପଶ୍ଚାଧାବନ କରିବେ। ଶୋକ ପ୍ରକାଶ ପୂର୍ବକ ନିଜ ମୃତ ବ୍ୟକ୍ତିମାନଙ୍କ କବରସ୍ଥାନରେ ସେମାନେ ଯେତେବେଳେ ବିଳାପ କରୁଥିଲେ, ସେତେବେଳେ ମଧ୍ୟ ସେମାନେ ଅନ୍ୟ ଏକ ମୂଢ଼ ନିଷ୍ପତ୍ତି ଗ୍ରହଣ କଲେ। ଯେଉଁମାନଙ୍କୁ ଅନୁରୋଧ ତଥା ବାଧ୍ୟତାମୂଳକ ପୂର୍ବ ସେମାନେ ପଠାଇଥିଲେ, ସେହି ପଳାତକମାନଙ୍କ ପଶ୍ଚାଧାବନ କଲେ। ଯେଉଁ ଶାସ୍ତି ସେମାନଙ୍କର ପ୍ରାପ୍ୟ ଥିଲା, ତାହା ସେମାନଙ୍କୁ ଶେଷ ପର୍ଯ୍ୟନ୍ତ ଅନୁଧାବନ କଲା। ଯେଉଁ ଯାତନା ସେମାନେ ଭୋଗ କରିଥିଲେ, ତାହା ସହ ଅନ୍ୟ ଏକ ଶାସ୍ତି ମଧ୍ୟ ଯେପରି ସଂଯୁକ୍ତ ହୁଏ, ସେଥିପାଇଁ ତାହା ସେମାନଙ୍କୁ ଅତୀତ ଘଟଣାଗୁଡ଼ିକ ବିସ୍ମରି ଯିବା ପାଇଁ ସୁଯୋଗ ଦେଲା। ଏହିପରି ତୁମ ସ୍ୱଜନମାନେ ଯେତେବେଳେ ଏକ ଆଶ୍ଚର୍ଯ୍ୟକର ଯାତ୍ରାନୁଭୂତି ପ୍ରାପ୍ତ ହେଲେ, ସେତେବେଳେ ସେମାନେ ନିଜେ ଏକ ଅସାଧାରଣ ମୃତ୍ୟୁର ସମ୍ମୁଖୀନ ହେଲେ। ସୁତରାଂ କୌଣସି ଉପଦ୍ରବର ସମ୍ମୁଖୀନ ନ ହୋଇ ତୁମ ସନ୍ତାନଗଣ ଯେପରି ସଂରକ୍ଷିତ ହୁଅନ୍ତି, ତନ୍ନିମନ୍ତେ ସମଗ୍ର ସୃଷ୍ଟିର ସ୍ୱଭାବ ତୁମ ଆଜ୍ଞାବଳୀର ଅନୁଗତ ହୋଇ ଏକ ନୂତନ ରୂପ
ଧାରଣ କଲା। ଛାଉଣି ଉପରେ ମେଘ ଛାୟାବୃତ ହେଲା, ଦୃଷ୍ଟିଗୋଚର ହେଲା ଓ ଯେଉଁଠାରେ ପୂର୍ବରେ ଜଳରାଶି ସମବେତ ହୋଇ ରହିଥିଲା, ସେଠାରେ ଶୁଷ୍କ ଭୂମି ଲୋହିତ ସାଗର ମଧ୍ୟ ଦେଇ ଏକ ବାଧାହୀନ ପଥ ଓ ତରଙ୍ଗ ଆନ୍ଦୋଳିତ ହେଉଥିବା ସ୍ଥାନରେ ଏକ ତୃଣାଚ୍ଛାଦିତ ସମତଳ ଭୂମି ଦେଖାଦେଲା। ଯେଉଁ ଜନତା ତୁମ ହସ୍ତ ଦ୍ୱାରା ସୁରକ୍ଷିତ ଅନୁଭୂତ କର୍ମାବଳୀ ନିରୀକ୍ଷଣ କଲା, ପରେ ସେମାନେ ଏକ ଜାତି ସଦୃଶ ସେ ସ୍ଥାନ ଦେଇ ଅତିକ୍ରମ କଲେ। ସେମାନଙ୍କ ଉଦ୍ଧାରକର୍ତ୍ତା ହେ ପ୍ରଭୁ, ତୁମର ସ୍ତୁତି ଗାନ କରି ଚାରଣ ଭୂମିର ଘଟକ ସଦୃଶ ପଦବ୍ରଜ କରି ସେମାନେ ଗମନ କଲେ ଓ ମେଷ ଶାବକଙ୍କ ସହ ଲମ୍ଫ ଦେଲେ। ସେମାନଙ୍କ ପ୍ରବାସ ଜୀବନକାଳର ଘଟଣା ସବୁକୁ ଆହୁରି ସେମାନେ ସ୍ମରଣ କଲେ। ପଶୁପଲ ପରିବର୍ତ୍ତେ ଡାଁସ ଓ ମତ୍ସ୍ୟ ପରିବର୍ତ୍ତେ ନଦୀ ସଂଖ୍ୟାଧିକ ବେଙ୍ଗ ପଲକୁ ଉତ୍ପାଦନ କରିଥିବା ବିଷୟ ସେମାନଙ୍କ ଶ୍ରୁତିଗୋଚର ହେଲା। ତତ୍ପରେ ବିଳାସକର ଖାଦ୍ୟ ପାଇଁ ଆଗ୍ରହ ଯେତେବେଳେ ସେମାନଙ୍କୁ ପ୍ରରୋଚନା ଦେଲା, ସେତେବେଳେ ଏକ ନୂତନ ପକ୍ଷୀ ଜାତି ସେମାନେ ଦେଖିବାକୁ ପାଇଲେ। ସେମାନଙ୍କୁ ପରିତୃପ୍ତ କରିବା ପାଇଁ ସମୁଦ୍ରରୁ ତିତିର ପକ୍ଷୀଗୁଡ଼ିକ ବାହାରିଲେ। ବ୍ରଜ ଗର୍ଜନର ଏକ ପୂର୍ବ ସଂକେତ ବିନା ପାପୀମାନଙ୍କ ଉପରେ ଶାସ୍ତି ପତିତ ହେଲା। ସେମାନଙ୍କ ଦୁଷ୍କର୍ମ ଯୋଗୁଁ ସେମାନେ ସମୁଚିତ ଯାତନା ଅନୁଭବ କଲେ, କାରଣ ସେମାନେ ଅପରିଚିତ ଲୋକମାନଙ୍କ ପ୍ରତି ଏକ ନିର୍ଦ୍ଦୟ ଘୃଣାଭାବ ପ୍ରଦର୍ଶନ କଲେ। ଅନ୍ୟ କେତେକ ଲୋକ ସେମାନଙ୍କ ନିକଟକୁ ଆସିଥିବା ଅପରିଚିତ ଲୋକମାନଙ୍କୁ ଅଗ୍ରାହ୍ୟ କଲେ, କିନ୍ତୁ ଏହିମାନେ ନିଜ ଉପକାରୀ ଅତିଥିମାନଙ୍କୁ ଦାସ ରୂପେ ପରିଣତ କଲେ। କେବଳ ତାହା ନୁହେଁ, ମାତ୍ର ଅପରିଚିତ ଲୋକମାନଙ୍କୁ ଶତ୍ରୁ ମନୋଭାବ ପ୍ରଦର୍ଶନ କରିଥିବା ସେହି ପ୍ରଥମ ଦଳୀୟ ବ୍ୟକ୍ତିଗଣ ଦଣ୍ଡିତ ହେବେ। ଭୋଜି ପର୍ବ ପାଳନ ପୂର୍ବକ ସେହି ପ୍ରଥମ ଦଳୀୟ ବ୍ୟକ୍ତିଗଣ ତୁମ ସ୍ୱଜନମାନଙ୍କୁ ସ୍ୱାଗତ ଜଣାଇଲେ, କିନ୍ତୁ ସେମାନଙ୍କ ଗହଣରେ ସେପରି ଉତ୍ତରାଧିକାର ପ୍ରାପ୍ତ ହେଲା ପରେ ଏହିମାନେ ଭୀଷଣ ଯାତନାପୂର୍ବକ ସେମାନଙ୍କୁ ଉତ୍ପୀଡ଼ନ କଲେ। ନୀତିନିଷ୍ଠ ବ୍ୟକ୍ତିର ଦ୍ୱାରରେ ଯେଉଁମାନେ ଦଣ୍ଡାୟମାନ, ସେମାନଙ୍କ ସଦୃଶ ଏହିମାନେ ଅନ୍ଧ ହେଲେ ଓ ଚତୁଃପାର୍ଶ୍ୱସ୍ଥ ନିବିଡ଼ ଅନ୍ଧକାରରେ ପରିବେଷ୍ଟିତ ହୋଇ ନିଜ ଦ୍ୱାରର ସନ୍ଧାନ ପାଇବା ପାଇଁ ପ୍ରତ୍ୟେକ ଦରାଣ୍ଡି ଦରାଣ୍ଡି ଚାଲିବାକୁ ବାଧ୍ୟ ହେଲେ। ଯଦିଓ ବୀଣାର ସ୍ୱର ସମାନ ଥାଏ, ତଥାପି ସେହି ସ୍ୱର ଯେପରି ତାଳକୁ ପରିବର୍ତ୍ତନ କରେ, ସେହିପରି ପଞ୍ଚଭୂତ ପରସ୍ପର ମଧ୍ୟରେ ସ୍ଥାନ ପରିବର୍ତ୍ତନ କଲେ। ଯାହା ସଂଘଟିତ ହୋଇଥିଲା ତାହା ନିରୀକ୍ଷଣ କରି ଏହା ସ୍ପଷ୍ଟ ଭାବେ ଅନୁମାନ କରାଯାଇପାରେ, କାରଣ ସ୍ଥଳଚର ପ୍ରାଣୀ ସକଳ ଜଳଜୀବରେ ପରିଣତ ହେଲେ ଓ ସନ୍ତରଣକ୍ଷମ ପ୍ରାଣୀ ସ୍ଥଳଭାଗକୁ ସ୍ଥାନାନ୍ତରିତ ହେଲେ। ଜଳରେ ମଧ୍ୟ ଅଗ୍ନି ତାହାର ସ୍ୱାଭାବିକ ଶକ୍ତିକୁ ଧରି ରଖିଲା ଓ ଜଳ ନିଜର ଅଗ୍ନି ନିର୍ବାପନ ଶକ୍ତିକୁ ବିସ୍ମୃତ ହେଲା। ପକ୍ଷାନ୍ତରେ ଯେଉଁ ନଶ୍ୱର ପ୍ରାଣୀମାନେ ସେହି ଅଗ୍ନିରେ ପୋଡ଼ି ଯାଇଥିଲେ, ସେମାନଙ୍କ ମାଂସକୁ ତାହା ଦଗ୍ଧ କଲା ନାହିଁ, କିମ୍ବା ଯାହା ଅନାୟାସରେ ତରଳ ତଥା ସ୍ଫଟିକ ତୁଲ୍ୟ, ସେହି ସ୍ୱର୍ଗୀୟ ଭୋଜ୍ୟକୁ ତାହା ତରଳାଇଲା ନାହିଁ। କାରଣ ହେ ପ୍ରଭୁ, ସ୍ୱଜନମାନଙ୍କୁ ସମସ୍ତ କାର୍ଯ୍ୟରେ ତୁମେ ଉନ୍ନତ ତଥା ଗୌରବମଣ୍ଡିତ କରିଅଛ ଓ ସର୍ବଦା ତଥା ସର୍ବତ୍ର ସେମାନଙ୍କ ସହାୟ ହେବା ପାଇଁ ତୁମେ ଅବହେଳା କରିନାହ।